ଆଜି ଆପଣମାନଙ୍କୁ କିଛି ମନର କଥା ଶୁଣାଇବାକୁ ଇଚ୍ଛା ହେଉଛି। ସେଇ କଥାଟି ମୁଁ କବିତା ଆକାରରେ ଲେଖିଛି, ଆଶା କରେ ଆପଣମାନଙ୍କୁ ଭଲ ଲାଗିବ। କବିତାଟିର ନାମ ସୁଖ ଓ ଦୁଃଖ। ରାତ୍ରି ଶେଷେ ଆସିଲା ଦିନ, ଖୁସି ହେବାକୁ ପଡ଼ିଲା ମନ। କ'ଣ ସେଇ ଖୁସିର କଥା? ଜୋର କରି ଖୁସି ଆଣିଲେ ମନେ, ନଥାଏ କାରଣ ନଥାଏ ପ୍ରକାଶ, ମନେ ମନେ ଖାଲି ଦରାଣ୍ଡି ମରେ। ଆସିଛି ଆଜି ବସନ୍ତ ଋତୁ, ବୃକ୍ଷ ଗୁଡ଼ିକ ନାନା ଫୁଲ ସାଜେ, ହସି ହସାଇ ମତାନ୍ତି ସର୍ବେ। ହାତ ଚାଲିଯାଏ ତୋଳିବାକୁ ଫୁଲ, ସୁଗନ୍ଧେ ତାର ପାଗଳ ହୋଇ। ଫୁଲ କହି ଉଠେ ରୁହ ରୁହ ଭାଇ, ପାଖକୁ ଆସନା ସମୟ ନାହିଁ। ତେବେ ଖୁସି କ'ଣ? ତା ତ ଏକ ମନର ସୂକ୍ଷ୍ମ ଧାରଣା, ଏକ ସୂକ୍ଷ୍ମ ଅନୁଭୂତି ମାତ୍ର। ଜୀବନରେ କେବେ ଆସେ କେବେ ଯାଏ, ତାର ତ ଠିକଣା କିଛି ନଥାଏ। ଆଉ ଦୁଃଖ, ସେ ଯେ ସଦା ସହଚର, ପ୍ରକାଶ ତ କେବେ କରିହୁଏ ନା। ମନ ମଧ୍ୟରେ ଲୁଚି ସେ ରହିବ, କୁହୁ କୁହୁ କରି ହୁତୁ ହୁତୁ କରି ତୁମ ହୃଦୟ ଜାଳିବ। ବସନ୍ତ ହେଉ ଅବା ଶରତ ହେଉ, କାକର ଭିଜା ଶୀତ ଅବା ମୁଣ୍ଡ ଫଟା ଖରା, କିଛି ତ ସେ ଶୁଣିବନି, କାର୍ଯ୍ୟକ୍ରମ କରିବ ସେ ଅତି ସଙ୍ଗୋପନେ। ତେଣୁ ବରଣ ଡାଳା ସଜେଇ ସବୁ କିଛି କରୁଛି ବରଣ। ଧନ୍ୟବାଦ।